ତେଣୁ ତୁମେ ଯେତେବେଳେ ଘର ଆରମ୍ଭ କରିବ, ଋଷି ମୁନି ମାନେ ଯୋଉ ପଦ୍ଧତିଟାକୁ ଦେଇଛନ୍ତି ସନାତନୀ ମାନଙ୍କୁ, ସେ ସନାତନୀ ମାନଙ୍କୁ ତୁମେ ନ ମାନିକି ଟେଷ୍ଟ କର କି ଆକ୍ଚୁଆଲି ତମ ଘର ପାଖରେ ହଉଛି କି ନାହିଁ। ବାସ୍ତବତା ଠାରୁ ବଡ ସତ୍ୟ କଣ ଅଛି ସଂସାର? ଯାହା ବାସ୍ତବରେ ଘଟୁଛି ତାଠୁ ବଡ ସତ୍ୟ କଣ ଅଛି? ତମେ କହିପାରିବ କି ଏଇଟା ମିଛ? ଆରେ ଏଇଟା ବା ଘଟୁଛି, ଆଉ ତମେ କଣ ଆଉ ତମେ ଦେଖିବ ସତ୍ୟ ମିଥ୍ୟା ଟେଷ୍ଟ କରିବାକୁ? ତେଣୁ ଏତେ ସବୁ ଷ୍ଟୋରି କହିବା ପରେ ମୁଁ ତିନିଟା ପଏଣ୍ଟରେ ଆକୁ ସମରାଇଜ କରିବି। ମୁଁ ଏଇଟା ଆପଣଙ୍କୁ ଗୋଟେ ବ୍ରିଫ ଇଣ୍ଟ୍ରୋଡକ୍ସନ ଦଉଛି, ବୁଝଉଛି କି କଣ କଣ ରିଅଲ ଲାଇଫରେ ହୁଏ। ପ୍ରଥମ କଥା, ପଞ୍ଚାଙ୍ଗ ଦେଖ, ଆମକୁ ସମୟଟାକୁ ଠିକ ଦେଖିବାର ଅଛି। ତେଣୁ ପ୍ରଥମେ ଦେଖିଲ ପଞ୍ଚାଙ୍ଗ, ଦ୍ଵିତୀୟ ଦେଖିଲେ ଶନିଙ୍କର ପୋଜିସନ, ଯିଏ କରୁଛି ଘର, ଶନିଙ୍କର ପୋଜିସନ। ତୃତୀୟ ଦେଖିବ କଣ ନା ସେଇ ଯୋଉ ଚନ୍ଦ୍ରର ନର୍ଥ ନୋଟ ସାଉଥ ନୋଟ, ଯାହାକୁ ଆମେ କହୁ ରାହୁର ମୁଖ, ରାହୁ କେତୁର ମୁଖ କୋଉଠି ଅଛି? ହେଡଟା ହଉଛି ରାହୁ, ଟେଲଟା ହଉଛି କେତୁ, ସେଇଟା କୋଉଠି ଅଛି? ଏ ତିନିଟା ଯଦି ତମେ ଭେରିଫାଇ କରିକି କରିଛ, ବିଶ୍ୱାସ କର ତୁମର ଧନ ବୃଦ୍ଧି ହବାକୁ ବାଧ୍ୟ। ଏଇଟା ହେଲା ଆରମ୍ଭର ପ୍ରକ୍ରିୟା। ମୁଁ ବାସ୍ତୁ ପ୍ଲାନ କଥା ବି ଏଠି ଉଠେଇନି। ଜଣେ ଯଦି ଘର କରିବ ବୋଲି ଭାବିଛି, ତାହେଲେ ସେ କଣଟା ମୁଣ୍ଡରେ ରଖିବ? ଏଇ ତିନିଟା ଜିନିଷ ସେ ମୁଣ୍ଡରେ ରଖିବ। ଆଗ ଏଟା ହେଲା ତାର ପ୍ରିଲିମିନାରୀ ଦାୟିତ୍ୱ।